ଆସନ୍ତୁ ଜାଣିବା ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ଭକ୍ତଙ୍କ ବିଷୟରେ। ବହୁଦିନ ତଳର କଥା। ଯାଜପୁର ଜିଲ୍ଲାର ଜଣେ ବାସିନ୍ଦା, ନାମ ତାଙ୍କର ବନ୍ଧୁ ମହାନ୍ତି। ବନ୍ଧୁ ମହାନ୍ତି ଭିକ୍ଷା କରି କୁଟୁମ୍ବ ପୋଷୁଥିଲେ। ବେଳାଏ ଖାଇଲେ ଆଉ ବେଳାଏ ଉପାସ ରହୁଥିଲେ। ତାଙ୍କ ସ୍ତ୍ରୀ ରାଗିକି କିଛି କହିଲେ ସେ କହୁଥିଲେ, ବ୍ୟସ୍ତ କାହିଁକି ହେଉଛ? ମୋର ପରା ପୁରୀରେ ଜଣେ ବଡ଼ ବନ୍ଧୁ ଅଛନ୍ତି, ସେ ସବୁ ଠିକ୍ କରିଦେବେ। ବନ୍ଧୁ ମହାନ୍ତି ଯେତେ ଅସୁବିଧାରେ ଥିଲେ ମଧ୍ୟ ସେ ଜଗନ୍ନାଥଙ୍କୁ ଭକ୍ତି କରିବା ଛାଡ଼ୁନଥିଲେ। ବନ୍ଧୁଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ କହୁଥିଲେ, ତମ ବନ୍ଧୁଙ୍କ ନିକଟକୁ ଯିବା, ସେ ଆମକୁ ସାହାଯ୍ୟ କରିବେ। ବନ୍ଧୁ ମହାନ୍ତି ଯିବା ପାଇଁ କୁଣ୍ଠାବୋଧ କରୁଥିଲେ ମଧ୍ୟ ସ୍ତ୍ରୀଙ୍କ ସହ ପୁରୀ ବାହାରିଲେ। ବାଟରେ ବିଶ୍ରାମ ନେଇ ଭୋକ ଉପାସରେ 4 ଦିନରେ ପୁରୀରେ ପହଞ୍ଚିଥିଲେ। ପହଞ୍ଚିଲା ବେଳକୁ ରାତ୍ରି ହୋଇଯାଇଥିଲା। ସେମାନେ ପୁରୀର ଦକ୍ଷିଣ ଦ୍ୱାର ନିକଟରେ ପେଜନାଳା ପାଖରେ ପେଜ ପିଇ ସେଇଠାରେ ବିଶ୍ରାମ ନେଲେ। ଥକି ଯାଇଥିବାରୁ ନିଦରେ ଶୋଇପଡ଼ିଲେ। କିଛି ସମୟ ପରେ ଦକ୍ଷିଣ ଦ୍ୱାର ଆଡ଼ୁ ଡାକ ଶୁଭିଲା, ଓ ବନ୍ଧୁ, ଓ ଯାଜପୁରିଆ ବନ୍ଧୁ, ଉଠ, ତମ ପାଇଁ ସ୍ୱାଦିଷ୍ଟ ଖାଇବା ଆଣିଛି। ବନ୍ଧୁ ମହାନ୍ତିଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଜଣେ ବ୍ରାହ୍ମଣ ଥାଳି ଧରି ଦକ୍ଷିଣ ଦ୍ୱାର ନିକଟରେ ଡାକୁଛନ୍ତି। ବ୍ରାହ୍ମଣ ବନ୍ଧୁ ମହାନ୍ତିଙ୍କ ନିକଟକୁ ଆସିଲେ। ଥାଳି ଦେଇ କହିଲେ, ନିଅ, ତୁମ ପିଲାମାନଙ୍କୁ ଖାଇବାକୁ ଦିଅ। ବନ୍ଧୁ ମହାନ୍ତି ବ୍ରାହ୍ମଣଙ୍କ ପାଖରୁ ଖାଇବା ନେଇ ପିଲା ଓ ସ୍ତ୍ରୀଙ୍କୁ ଡାକି ଖାଦ୍ୟ ଖାଇବାକୁ ଦେଲେ। ରତ୍ନ ଥାଳି ଫେରାଇବାକୁ ବାହାରିଲା ବେଳକୁ ବ୍ରାହ୍ମଣ ଜଣକ ସେଠି ନଥିଲେ। ଏତେ ରାତିରେ ଥାଳି କାହାକୁ ଦେବେ ବୋଲି ଭାବି ସେ ଥାଳିକୁ ମୁଣ୍ଡ ତଳେ ଦେଇ ଶୋଇପଡ଼ିଲେ। ସକାଳୁ ସେବାୟତମାନେ ଆସି ରତ୍ନ ଥାଳି ନାହିଁ ଖୋଜାଖୋଜି ଚାଲିଲା। ସେମାନେ ଦେଖିଲେ ବନ୍ଧୁ ମହାନ୍ତିଙ୍କ ମୁଣ୍ଡ ତଳେ ଥାଳି ଥୁଆ ହୋଇଛି। ସେବାୟତମାନେ ଆସି ଥାଳି ଚୋର ବୋଲି କହି ତାଙ୍କୁ ମାଡ଼ ମାରି ରାଜାଙ୍କୁ କହି କାରାଗାରରେ ବନ୍ଧୁ ମହାନ୍ତିଙ୍କୁ ବନ୍ଦୀ କରିଦେଲେ। ପ୍ରଭୁ ଜଗନ୍ନାଥ, ସେ ତ ଭକ୍ତବତ୍ସଳ ଠାକୁର, ଭକ୍ତଙ୍କ ଦୁଃଖ ଦେଖି ସେ ସହିପାରିବେ ନାହିଁ। ମହାପ୍ରଭୁ ଯାଇ ରାଜାଙ୍କୁ ସ୍ୱପ୍ନରେ କହିଲେ, ତୁମେ କାରାଗାରରେ ବନ୍ଦୀ କରିଥିବା ବନ୍ଧୁ ମହାନ୍ତି ହେଉଛନ୍ତି ମୋର ଜଣେ ବଡ଼ ଭକ୍ତ, ତାଙ୍କୁ ମୁକ୍ତି କର। ପ୍ରଭୁ ଜଗନ୍ନାଥଙ୍କ ଆଦେଶରେ ରାଜା ଯାଇ ବନ୍ଧୁ ମହାନ୍ତିଙ୍କୁ ମୁକ୍ତି କଲେ ଓ ଦକ୍ଷିଣ ଦ୍ୱାର ନିକଟରେ ବନ୍ଧୁ ମହାନ୍ତି ନାମରେ ଏକ ମଠ ତୋଳାଗଲା। ବନ୍ଧୁ ମହାନ୍ତିଙ୍କୁ ପ୍ରଭୁ ଜଗନ୍ନାଥଙ୍କର ସେବାୟତ ଭାବରେ ରଖାଗଲା। ବନ୍ଧୁ ମହାନ୍ତି ଓ ତାଙ୍କ ପରିବାର ସେଠାରେ ଖୁସିରେ ଦିନ ବିତାଇଲେ।